କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଗ୍ରାମ ପଞ୍ଚାୟତ ବିଷୟରେ। ଗ୍ରାମ ପଞ୍ଚାୟତ ହେଉଛି ଗ୍ରାମୀଣ ଭାରତରେ ସ୍ଥାନୀୟ ସ୍ୱରାଜର ମୌଳିକ ଏକକ। ଏହା ପ୍ରଶାସନ ଏବଂ ବିକାଶରେ ସିଧାସଳଖ ଗ୍ରାମବାସୀଙ୍କୁ ସାମିଲ କରି ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। 1992ର 73ତମ ସମ୍ବିଧାନ ସଂଶୋଧନ ଆଇନ ଦ୍ୱାରା ଗ୍ରାମ ପଞ୍ଚାୟତ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦିଆଯାଇଥିଲା, ଯାହାର ଲକ୍ଷ୍ୟ ଥିଲା କ୍ଷମତା ବିକେନ୍ଦ୍ରୀକରଣ ଏବଂ ଶାସନରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା। ଏକ ଗ୍ରାମ କିମ୍ବା ଛୋଟ ଗ୍ରାମଗୁଡ଼ିକର ଏକ ଗୋଷ୍ଠୀ ପାଇଁ ଏକ ଗ୍ରାମ ପଞ୍ଚାୟତ ଗଠିତ ହୁଏ। ଏଥିରେ ପଞ୍ଚ ନାମକ ନିର୍ବାଚିତ ସଦସ୍ୟ ଥାଆନ୍ତି, ଯାହାର ନେତୃତ୍ୱ ଜଣେ ସରପଞ୍ଚ କରନ୍ତି, ଯିଏ ସିଧାସଳଖ ଗ୍ରାମବାସୀଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଏକ ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ସାଧାରଣତଃ 5 ବର୍ଷ। ଗ୍ରାମର ସମସ୍ତ ବୟସ୍କ ବାସିନ୍ଦା ଗ୍ରାମ ସଭାର ସଦସ୍ୟ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ଭାବରେ କାର୍ଯ୍ୟ କରେ ଏବଂ ଗ୍ରାମ ପଞ୍ଚାୟତର କାର୍ଯ୍ୟ ତଦାରଖ କରେ। ଗ୍ରାମ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଉଛି ସ୍ୱଚ୍ଛ ପାନୀୟ ଜଳ, ପରିମଳ, ରାସ୍ତା ଆଲୋକୀକରଣ ଏବଂ ଗ୍ରାମ ରାସ୍ତାର ରକ୍ଷଣାବେକ୍ଷଣ ଭଳି ମୌଳିକ ସୁବିଧା ଯୋଗାଇବା। ଏହା କୃଷିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ସେବାର ପ୍ରୋତ୍ସାହନ ଏବଂ ମହିଳା, ଶିଶୁ ଏବଂ ସମାଜର ଦୁର୍ବଳ ବର୍ଗର କଲ୍ୟାଣ ପାଇଁ ମଧ୍ୟ କାର୍ଯ୍ୟ କରେ। ଗ୍ରାମ ପଞ୍ଚାୟତ ନିଯୁକ୍ତି, ଗୃହ, ପେନ୍ସନ ଏବଂ ଗ୍ରାମୀଣ ବିକାଶ ସହିତ ଜଡ଼ିତ ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରେ। ଗ୍ରାମ ପଞ୍ଚାୟତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟରୁ ଗୋଟିଏ ହେଉଛି ଶାସନରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା। ସାଧାରଣ ସଭା ଏବଂ ଆଲୋଚନାକୁ ଉତ୍ସାହିତ କରି ଏହା ଗ୍ରାମବାସୀଙ୍କୁ ସେମାନଙ୍କର ସମସ୍ୟା ଏବଂ ପରାମର୍ଶ ପ୍ରକାଶ କରିବାକୁ ଅନୁମତି ଦିଏ। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରେ ଏବଂ ଗ୍ରାମ ସ୍ତରରେ ନେତୃତ୍ୱ ଗଠନ କରେ। ଗ୍ରାମ ପଞ୍ଚାୟତ ହେଉଛି ଭାରତରେ ଗ୍ରାମୀଣ ପ୍ରଶାସନର ମେରୁଦଣ୍ଡ। ଏହା ସରକାରକୁ ଲୋକଙ୍କ ନିକଟତର କରେ ଏବଂ ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣ କରିବାକୁ ଗ୍ରାମବାସୀଙ୍କୁ ସଶକ୍ତ କରେ। ଗ୍ରାମୀଣ ବିକାଶ ଏବଂ ପ୍ରକୃତ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏକ ଦୃଢ଼ ଏବଂ ଦକ୍ଷ ଗ୍ରାମ ପଞ୍ଚାୟତ ଆବଶ୍ୟକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦେବ। ବାଏ।